ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ପ୍ରେଜ୍ ଦ ଲର୍ଡ, ଯୀଶୁ ଶାନ୍ତି, ମାରନାଥା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସଦାପ୍ରଭୁଙ୍କ ଠାରୁ ଲୁଚିବା ଲୋକମାନେ ଏହି ବାକ୍ୟକୁ ନିହାତି ଭାବରେ ଶୁଣିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆମ୍ଭେମାନେ ସଦାପ୍ରଭୁଙ୍କ ଠାରୁ ଲୁଚୁଅଛୁ ତାହେଲେ ତାର କାରଣ ମଧ୍ୟ ଅଛି। ଆମେ କାହିଁକି ସଦାପ୍ରଭୁଙ୍କ ଠାରୁ ଲୁଚୁଅଛୁ ତାର କାରଣ ମଧ୍ୟ ଅଛି। ଆପଣମାନେ ଜାଣନ୍ତି କି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ଠାରୁ ଲୁଚୁଅଛୁ? ଏହି ବିଷୟକୁ ଅନେକ ଲୋକମାନେ ଜାଣନ୍ତି ନାହିଁ, କିନ୍ତୁ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ଆମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ଠାରୁ ଲୁଚୁଅଛୁ ଏହି ବିଷୟ, ଏବଂ ଆଉ ଗୋଟେ ବିଷୟ ମଧ୍ୟ କହିବା ପାଇଁ ଚାହେଁ। ଯଦି ଆମ୍ଭେମାନେ ସଦାପ୍ରଭୁଙ୍କ ଠାରୁ ଯଦି ଲୁଚୁଅଛୁ, ଆମ୍ଭମାନଙ୍କ ପ୍ରତି କ'ଣ କ'ଣ ଘଟିବା ପାଇଁ ଯାଉଛି, କ'ଣ ହେବା ପାଇଁ ଯାଉଛି ଆଗାମୀ ଦିନମାନଙ୍କରେ, ଯଦି ଆମ୍ଭେମାନେ ସଦାପ୍ରଭୁଙ୍କ ଠାରୁ ଯଦି ଲୁଚୁଅଛୁ ତାହେଲେ ଏହି ବିଷୟ ମଧ୍ୟ ପବିତ୍ର ବାଇବଲରେ ଲେଖାଯାଇଥିବା ପଦ ପର୍ବ ଅନୁସାରେ ଆପଣମାନଙ୍କ ପାଖରେ ଏହି ଭିଡ଼ିଓ ମାଧ୍ୟମରେ ପ୍ରକାଶ କରାଯିବ। ଆପଣମାନେ କିଛି ସମୟ ସଠିକ୍ ଭାବରେ ଶୁଣନ୍ତୁ, ବୁଝିବା ପାଇଁ ଚେଷ୍ଟା କରନ୍ତୁ ଏବଂ ବୁଝିଲା ପରେ ଅନ୍ୟ ଲୋକମାନଙ୍କୁ ମଧ୍ୟ ଆପଣମାନେ ବୁଝାନ୍ତୁ। ଯଦି ଅନ୍ୟ ଲୋକମାନଙ୍କୁ ଯଦି ଆପଣମାନେ ବୁଝାଇ ପାରୁନାହାନ୍ତି ତାହେଲେ ଏହି ଭିଡ଼ିଓକୁ ସେଇ ବ୍ୟକ୍ତିମାନଙ୍କ ପାଖରେ ଆପଣମାନେ ସେୟାର କରନ୍ତୁ, ସେଇ ବ୍ୟକ୍ତିମାନେ ମଧ୍ୟ ଜାଣିପାରନ୍ତୁ। ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେ ପ୍ରଭୁଙ୍କ ଠାରୁ ଯଦି ଆମ୍ଭେମାନେ ଯଦି ଲୁଚୁଛୁ ତାହେଲେ ଆମ୍ଭମାନଙ୍କ ପ୍ରତି କ'ଣ ଘଟିବା ପାଇଁ ଯାଉଛି ଏ ବିଷୟ ମଧ୍ୟ ପ୍ରକାଶ କରିବି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଈଶ୍ୱରଙ୍କ ଠାରୁ ଲୋକେ ଲୁଚିବାର ଚେଷ୍ଟା କରିବାର କାରଣ ହେଲା, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଦୟାକରି ଆପଣମାନେ କିଛି ସମୟ ସଠିକ୍ ଭାବରେ ଶୁଣିବା ପାଇଁ ଚେଷ୍ଟା କରନ୍ତୁ। ବର୍ତ୍ତମାନ ସମୟରେ ଯଦି ଆପଣମାନେ ଦେଖିବେ ତାହେଲେ ଅନେକ ଲୋକମାନେ ନିଜର ପିତାମାତାଙ୍କ ଠାରୁ ଲୁଚିଥାନ୍ତି, ଅନେକ ନିଜର ଶିକ୍ଷକମାନଙ୍କ ଠାରୁ ଲୁଚିଥାନ୍ତି, ଅନେକ ଲୋକ ପୋଲିସମାନଙ୍କ ଠାରୁ ମଧ୍ୟ ଲୁଚିଥାନ୍ତି, ଅନେକ ଲୋକ ଈଶ୍ୱରଙ୍କ ଠାରୁ ମଧ୍ୟ ଲୁଚିବାକୁ ଚେଷ୍ଟା କରନ୍ତି। ହେଲେ ପ୍ରଶ୍ନ ଆସେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, କାହିଁକି ଲୁଚିବାକୁ ଚେଷ୍ଟା କରନ୍ତି? ବିଶେଷ କରି ଈଶ୍ୱରଙ୍କ ଠାରୁ ଲୋକେ ଲୁଚିବାକୁ ଚେଷ୍ଟା କରିବାର କାରଣ ହେଲା, ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେମାନଙ୍କର ନିଜର କୃତ ମନ୍ଦତା ଏବଂ ପାପ ସକାଶେ, ଆମର ନିଜର କର୍ମ, ଆମର ମନ୍ଦତା, ଆମର ଖରାପ କାର୍ଯ୍ୟ ଏବଂ ଆମ୍ଭମାନଙ୍କର ନିଜର ପାପ ସକାଶେ ଆମ୍ଭେମାନେ ଲୁଚି ରହିଥାଉ। ଲୋକମାନେ ଆମର କର୍ମ, ଆମର ଖରାପ କାର୍ଯ୍ୟ ସେମାନେ ଜାଣିପାରିବେ କି ଏଇ ଡର ଥାଏ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପାପ ସର୍ବଦା ଲୁଚି ରହିବାକୁ ବାଧ୍ୟ କରାଏ। ଆପଣମାନେ ଯଦି ଦେଖିବେ ଆଦି ପୁସ୍ତକରେ ଏଦେନ ଉଦ୍ୟାନ ପ୍ରତ୍ୟେକ ବିଷୟ ଅତି ଉତ୍ତମ ଥିଲା। ଆପଣମାନେ ଆଦି ପୁସ୍ତକ ଦେଖନ୍ତୁ, ସବୁ ବିଷୟ ବହୁତ ସୁନ୍ଦର ଥିଲା। ଆଦମ ଏବଂ ହବା ଉଲଗ୍ନ ଥିଲେ, ସେମାନଙ୍କ ମଧ୍ୟରେ ଲଜ୍ଜା ନଥିଲା। ଯେଉଁମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଯଦି ସଠିକ୍ ଭାବରେ ଅଧ୍ୟୟନ କରିଛନ୍ତି ଆପଣମାନେ ବୁଝିପାରିବେ, ବହୁତ ସୁନ୍ଦର ଥିଲା। ସେମାନଙ୍କ ମଧ୍ୟରେ ଲଜ୍ଜା ମଧ୍ୟ ନଥିଲା। ସେଠାରେ ସମସ୍ତ ବିଷୟ ଥିଲା ପ୍ରକାଶିତ, କିଛି ଗୁପ୍ତ ବିଷୟ ନଥିଲା ଏଦେନ ଉଦ୍ୟାନରେ। କିନ୍ତୁ ପାପର ପ୍ରବେଶର ସମସ୍ତ ବିଷୟର ପରିବର୍ତ୍ତିତ ହେଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଦମ ଏବଂ ହବା ଈଶ୍ୱରଙ୍କର ଆଜ୍ଞା ଅବମାନ କରି ଲୁଚିବାକୁ ଚେଷ୍ଟା କଲେ।
କିନ୍ତୁ ଈଶ୍ୱର ସେମାନଙ୍କୁ ଅନୁସନ୍ଧାନ ପୂର୍ବକ ଡାକି କହିଲେ, ଆଦମ ତୁମେ କେଉଁଠାରେ? କାହିଁକି ସେମାନେ ପାପ କରିଛନ୍ତି। ଏବଂ ପ୍ରଭୁ ସେ ଆଦମକୁ ଡାକୁଛନ୍ତି, ଆମେମାନେ ପାପ କରିଅଛୁ, ଖରାପ କାର୍ଯ୍ୟ କରିଅଛୁ ଏବଂ ପ୍ରଭୁଙ୍କ ଠାରୁ ଆମେମାନେ ଲୁଚୁଛୁ। ଯଦି ଆମେମାନେ ଲୁଚୁଛୁ ତାହେଲେ ତା ପାଇଁ ମଧ୍ୟ ପ୍ରଭୁ ଗୋଟିଏ ପଦପର୍ବ ଆପଣମାନଙ୍କ ପାଖରେ ପ୍ରକାଶ କରିବେ। କିନ୍ତୁ ଏ ବିଷୟକୁ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଆପଣମାନେ ସୁଯୋଗ ଦିଅନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ମୁଁ ଉଦ୍ୟାନ ମଧ୍ୟରେ ତୁମର ରବ ଶୁଣି ଆପଣା ଉଲଙ୍ଗତା ସକାଶେ ଭୀତ ହୋଇ ଲୁଚିଅଛି। ଏ ବିଷୟ ଆଦମ ସଦାପ୍ରଭୁଙ୍କୁ କହିଲେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପାପ ଆମ୍ଭମାନଙ୍କୁ ଲୁଚି ରହିବାକୁ ବାଧ୍ୟ କରେ। ପାପ ଆମ୍ଭମାନଙ୍କୁ ସମସ୍ତଙ୍କ ଦୃଷ୍ଟିରେ ନିଷ୍ଠୁର କରାଏ। ପାପ ଏପରି ଏକ ବିଷୟ ଯାହା ପ୍ରତ୍ୟେକ କ୍ଷେତ୍ରରେ ଆମ୍ଭମାନଙ୍କୁ କ୍ଷୁଦ୍ର କରିଦେଇଥାଏ। ଆମର ନିଜର କର୍ମ, ଆମର ଖରାପ କାର୍ଯ୍ୟ, ପାପ ଆମ୍ଭମାନଙ୍କୁ ଲୁଚି ରହିବା ପାଇଁ ବାଧ୍ୟ କରାଏ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କ ଠାରୁ ଯଦି ଆମେମାନେ ଲୁଚୁଛୁ ତାହେଲେ ଆମ୍ଭମାନଙ୍କର ଖରାପ କାର୍ଯ୍ୟ ସକାଶେ, ଆମ୍ଭମାନଙ୍କର ପାପ ସକାଶେ। କିନ୍ତୁ ଆସନ୍ତୁ ଆମେମାନେ ଗୋଟିଏ ପଦପର୍ବ ଦେଖିବା ନିମନ୍ତେ ଯିବା। ଏବ୍ରୀ ପୁସ୍ତକ ତାର 4 ଅଧ୍ୟାୟ ତାର 13 ପଦ। এই ଜାଗାରେ ଲେଖାଯାଏ, ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସଦାପ୍ରଭୁଙ୍କ ସମ୍ମୁଖରେ କୌଣସି ବସ୍ତୁ, এই ପୃଥିବୀର କୌଣସି ବସ୍ତୁ ପ୍ରଭୁଙ୍କ ଦୃଷ୍ଟିରେ ଗୁପ୍ତ ନୁହେଁ। ସବୁ ବିଷୟ ଖୁଲମ ଖୁଲା। ଆପଣମାନେ ଧୈର୍ଯ୍ୟର ସହିତ ଶୁଣନ୍ତୁ। ସଦାପ୍ରଭୁଙ୍କ ଦୃଷ୍ଟିରେ এই ପୃଥିବୀର ଯେକୌଣସି ବସ୍ତୁ ପ୍ରଭୁଙ୍କ ଦୃଷ୍ଟିରେ ଅପ୍ରକାଶିତ ନୁହେଁ, ଅର୍ଥାତ୍ ଗୁପ୍ତ ନୁହେଁ। ସବୁ ବିଷୟକୁ ପ୍ରଭୁ ଯୀଶୁ ଦେଖୁଅଛନ୍ତି। ଯେଉଁ ପରମେଶ୍ୱର ଆମ୍ଭମାନଙ୍କୁ ଆଖି ଦେଲେ ବା ବନାଇଲେ, ସେଇ ପରମେଶ୍ୱର କ'ଣ ଦେଖିପାରିବେ ନାହିଁ? ଯେଉଁ ପରମେଶ୍ୱର ଆମ୍ଭମାନଙ୍କୁ କାନ ବନେଇଲେ, ସେ ପରମେଶ୍ୱର କ'ଣ ଶୁଣିପାରିବେ ନାହିଁ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆମ୍ଭେମାନେ ଖରାପ କାର୍ଯ୍ୟ କରିଛୁ, ପାପ କରୁଅଛୁ, ଲୋକମାନଙ୍କ ବିରୁଦ୍ଧରେ କହୁଛୁ, ଝଗଡ଼ା କରୁଛୁ, ବ୍ୟଭିଚାର କରୁଛୁ, ସେଥିପାଇଁ ଆମେମାନେ ସଦାପ୍ରଭୁଙ୍କ ଠାରୁ ଏବଂ ଲୋକମାନଙ୍କ ଠାରୁ ମଧ୍ୟ ଆମେମାନେ ଲୁଚି ରହିଅଛୁ। କେତେ ଦିନ ପର୍ଯ୍ୟନ୍ତ ଆମେମାନେ ଲୁଚି ରହିବା? ପ୍ରଭୁଙ୍କର ପ୍ରିୟ ଲୋକମାନେ, ବାଇବଲରେ ଲେଖାଯାଏ, ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ। ଆମେ କେତେ ଦିନ ବାହାନା କରିବା? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ଲେଖାଯାଏ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ। ଆମେ ଯାହା ଯାହା କର୍ମ କରିଛୁ, ମନ୍ଦ କର୍ମ କରିଛୁ, ବ୍ୟଭିଚାର କରିଛୁ, ପାପ କରିଅଛୁ, এই ସମସ୍ତ ବିଷୟର ହିସାବ ଦେବାକୁ ପଡ଼ିବ। ଆମେ କ'ଣ କ'ଣ କରିଛୁ, କ'ଣ କ'ଣ କରିନାହୁଁ, এই ପୃଥିବୀରେ ଆମ୍ଭେମାନେ ଯେତେ ଦିନ ପର୍ଯ୍ୟନ୍ତ ଜୀବିତ ଥିବା, ସେତେ ଦିନ ପର୍ଯ୍ୟନ୍ତ ଆମ୍ଭେମାନେ କ'ଣ କ'ଣ କରିଛୁ, ସେଇ ସବୁ ବିଷୟ ପରମେଶ୍ୱରଙ୍କ ଠାରେ ଆମ୍ଭେମାନେ ହିସାବ ଦେବାକୁ ପଡ଼ିବ। ଏବଂ ଆଉ ଗୋଟିଏ ବିଷୟ ଲେଖାଯାଏ, ତାହାଙ୍କ ଦୃଷ୍ଟିରେ, ଅର୍ଥାତ୍ ସଦାପ୍ରଭୁଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଅନାବୃତ ଅଟେ। ଉଲଙ୍ଗ, ଖୁଲମ ଖୁଲା। ସେଥିପାଇଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେ ସଦାପ୍ରଭୁଙ୍କ ଠାରେ ଲୁଚି ଥାଉ, ବ୍ୟକ୍ତିମାନଙ୍କ ଠାରୁ ମଧ୍ୟ ଆମେମାନେ ଲୁଚି ଥାଉ। ତାର କାରଣ ହେଲା ଆମର ନିଜର ଖରାପ କାର୍ଯ୍ୟ ସକାଶେ ଏବଂ ପାପ ସକାଶେ। କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ସମୟ ଥାଉ ଥାଉ, ସୁଯୋଗ ଥାଉ ଥାଉ, ଯଦି ଆମ୍ଭେମାନେ ନିଜର ଭୁଲକୁ ଯଦି ସ୍ୱୀକାର କରିବା,
ତାହେଲେ ସଦାପ୍ରଭୁ ଏବଂ ବ୍ୟକ୍ତିମାନେ ମଧ୍ୟ ଆମ୍ଭମାନଙ୍କୁ କ୍ଷମା କରିବେ। ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତିକୁ ଯଦି ଆପଣମାନେ ତାର ଜିନିଷକୁ ସେଇ ବ୍ୟକ୍ତିଙ୍କର ଜିନିଷକୁ ଯଦି ଆପଣମାନେ ଚୋରି କରିବେ ତାହେଲେ ପ୍ରଥମ ଦିନ ସେଇ ବ୍ୟକ୍ତି କ୍ରୋଧ କରିବ ଏବଂ ଦ୍ୱିତୀୟ ଦିନ ଯଦି ସେଇ ବ୍ୟକ୍ତିଙ୍କର ଆଉ ଥରେ ତାର ଜିନିଷକୁ ଯଦି ଚୋରି କରିବେ ତାହେଲେ ତାଠୁ ଆହୁରି କ୍ରୋଧ କରିବ। କିନ୍ତୁ ଆପଣମାନେ ନିଜେ ଯଦି ସେ ବ୍ୟକ୍ତିଙ୍କ ପାଖରେ ଯଦି ନତମସ୍ତକ ହୋଇ ଯଦି କ୍ଷମା ମାଗିବେ ତାହେଲେ ସେ ବ୍ୟକ୍ତି କ'ଣ କରିବ? ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣଙ୍କୁ କ୍ଷମା କରିବ। କ୍ଷମା ଦେବା ଏତେ ସହଜ ନୁହେଁ, କିନ୍ତୁ କ୍ଷମା କରିବ। ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଯେ ଆମ୍ଭେମାନେ ସମୟ ଥାଉ ଥାଉ ସୁଯୋଗ ଥାଉ ଥାଉ ଆମ୍ଭେମାନେ ହାତ ଛଡ଼ା କରିବା ନାହିଁ। ଆମର ନିଜର ମନ୍ଦତାକୁ, ନିଜର ପାପକୁ, ନିଜର ଖରାପ କାର୍ଯ୍ୟକୁ ସଦାପ୍ରଭୁଙ୍କ ଠାରେ ସମର୍ପଣ କରିବା, କ୍ଷମା ପ୍ରାର୍ଥନା ମାଗିବା। ପ୍ରଭୁ ମୁଁ ଜଣେ ପାପୀ ବୋଲିକି କହିବା। ଆମ୍ଭେମାନେ ଅନୁତାପ କରିବାକୁ ପଡ଼ିବ ଆମର ନିଜର ପାପକୁ। ମୁଁ ଜଣେ ପାପୀ ବୋଲି କହିବାକୁ ପଡ଼ିବ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ଯଦି ଆପଣମାନଙ୍କୁ କହିବା ପାଇଁ ଚାହେଁ ଆପଣମାନେ ପାପରେ ମୃତ୍ୟୁ କି ପାପ ପ୍ରତି ଆପଣମାନେ ମୃତ୍ୟୁ, ଆମ୍ଭେମାନେ ପାପ ପ୍ରତି ମୃତ୍ୟୁ ହେବାକୁ ପଡ଼ିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆମର ନିଜର ପାପକୁ ସଦାପ୍ରଭୁଙ୍କ ଠାରେ ସ୍ୱୀକାର କରିବା ନିହାତି ଦରକାର।